ଆଜି ଆମେ ଶୁଣିବା ଫକୀରମୋହନ ସେନାପତିଙ୍କ କ୍ଷୁଦ୍ର ଗଳ୍ପ ଧୂଳିଆ ବାବା। ଦେଗାଁର ହନୁମାନଜୀ ପ୍ରତ୍ୟକ୍ଷ ଦେବତା। ସେ ତ କିଛି ଆଜିକାଲିକା କଳିଯୁଗର ଦେବତା ନୁହନ୍ତି, ସତ୍ୟଯୁଗରୁ ବିରାଜୁଛନ୍ତି। ମହନ୍ତ ମହାରାଜଙ୍କ ନାମ ହନୁମାନ ଦାସ। ତାଙ୍କର ବି ସେହିପରି ମହିମା। ବଡ଼ ବଚନସିଦ୍ଧ ପୁରୁଷ ଥିଲେ। ଯାହାକୁ ଯାହା ଆଜ୍ଞା କରୁଥିଲେ ତୁରନ୍ତ ଫଳି ଯାଉଥିଲା। ତାଙ୍କ ମହିମା କଥା ପୃଥିବୀଯାକ ଜାରି। ନାଗପୁର ମରହଟ୍ଟା ଫୌଜଦାର ସବୁ କଥା ଶୁଣିପାରି ତାଙ୍କୁ ଦର୍ଶନ କରିବାକୁ ଆଇଲା। ସକାଳ ଓଳିଆ ମହନ୍ତ ମହାରାଜ ଗୋଟାଏ କାନ୍ଥଡ଼ା ଉପରେ ବସି ଗଞ୍ଜେଇ ଟିପୁଥିଲେ। ଦୂରକୁ ଅନାଇ ଦେଲେ ଯେ ଗୋଟାଏ ଖୁବ୍ ବଡ଼ ଦନ୍ତାହାତୀ ଉପରେ ଅମାରି କଷା, ତା ଉପରେ ପାଟଛତା ଉଡ଼ୁଛି, ଫୌଜଦାର ତା ଉପରେ ବସି ଆସୁଛି। ମହନ୍ତ ମହାରାଜ ଖାଲି ଏତିକି କହିଲେ, ଚେଲ୍ ବାବା କାନ୍ଥଡ଼ା ଚେଲ୍। ଆଉ କ'ଣ କାନ୍ଥଡ଼ା ରହିପାରେ? ଚାଲିଲା। ତେଣୁ ଆସୁଛି ହାତୀ, ଏଣୁ ଯାଉଛି କାନ୍ଥଡ଼ା। ଅଧା ବାଟରେ ଭେଟାଭେଟି। ଫୌଜଦାର ଯେମିତି ଅନାଇ ଦେଇଛି, ଆଉ କ'ଣ ହାତୀରେ ବସିପାରେ? ଖପ୍ କରି ହାତୀରୁ ଡେଇଁପଡ଼ି ଲମତମ୍ ଗୋଡ଼ ତଳେ ପଡ଼ିଗଲା। ମହନ୍ତ ମହାରାଜ କଲ୍ୟାଣ କଲେ, ଜିତେ ରହୋ ବଚ୍ଚା, ଉଠ ଉଠ। ଫୌଜଦାର ଯେମିତି ଉଠିଛି, ସାଙ୍ଗେ ସାଙ୍ଗେ ତମ୍ବା ପାଟିଆରେ 12 ବାଟି ଜମି ଆକରା ସନନ୍ଦ କରିଦେଲା। ଏହି ମହନ୍ତ ଗାଦିରେ ବସିଥିଲେ 1212 ମାସ 12 ଦିନ। ସେ ତ ଥିଲେ ଇଚ୍ଛାମୟ ପୁରୁଷ, ଆଉ ପୃଥିବୀରେ ରହିବାକୁ ମନ ବଳିଲା ନାହିଁ। ଅଯୋଧ୍ୟାକୁ ଖବର ଗଲା, ହନୁମାନ ଗାଦିରୁ ଜଣେ ଚେଲା ଆସିଲେ। ଏହାଙ୍କ ହାତରେ ଗାଦି ଦେଇ ସ୍ୱର୍ଗକୁ ଚାଲିଗଲେ। ଏ ଚେଲାଙ୍କ ନାମ ମର୍କଟ ଦାସ ମହନ୍ତ ମହାରାଜ। ଗାଦିର ମହିମା, ଏ ମହନ୍ତ ବି ସେହିପରି। ଏହାଙ୍କ ସମୟରେ ପଡ଼ିଲା ଫିରିଙ୍ଗି ଅମଳ ଜାରି। କଟକ ସାହେବ କହିଲା, କ୍ୟାଁ ହିନ୍ଦୁ ଫକୀରଟା ଖଜଣା ନ ଦେଇ କେଉଁ ଏତେଗୁଡ଼ାଏ ଜମି ମାହାଳିଆ ଖାଏଙ୍ଗା? ବୁଲାଓ ଉସ୍କୋ, ହମ୍ ଦେଖେଙ୍ଗା। ପରୁଆନା ପାଇ ମହନ୍ତ ଘୋଡ଼ାରେ ଚଢ଼ି ବାହାରିଲେ। ଆଗରେ ବାନା ବୈରଖ ଉଡ଼ୁଛି, ହରିବୋଲ ପଡ଼ୁଛି, କୀର୍ତ୍ତନ ଲାଗିଛି। ଯାଇ ବିଜେ ହୋଇଗଲେ ମହାନଦୀ କୂଳରେ। ଭୋଦୁଅ ମାସିଆ ଦିନ। ମହାନଦୀ ଏ କୂଳ ସେ କୂଳ ଖାଉଛି। ବର୍ଷା ତୋଫାନ ବୋଲେ ମୁହିଁ। ନାଉରୀ କହିଲା, ନାଆ ଫିଟାଇବ ନାହିଁ। ପାରି ହେଉଛନ୍ତି କେମିତି? ମହନ୍ତ ମହାରାଜ ଆଜ୍ଞା କଲେ, ପରବା ନାହିଁ। କାଖରେ ଯେ ବାଘଛାଲ ଥିଲା, ପାଣିରେ ପାରିଦେଲେ, ଆପେ ବିଜେ ହୋଇଗଲେ। ଅଧିକାରୀ ଟହଲିଆ ସୁଆର ଚଳିବା ଭଳି ଲୋକଙ୍କୁ ପାଖରେ ବସାଇ ନେଲେ। ଜଣେ ଛତିଆ ମହନ୍ତଙ୍କ ମୁଣ୍ଡ ଉପରେ ପାଟଛତା ଟେକିଥାଏ। 2 ଜଣ ବାହିଆ ଛାଲ ବାହି ଯାଉଥାନ୍ତି। ଏଣେ ମହାନଦୀ ଆର କୂଳରେ ସାହେବ ରାଉଟି ପକାଇ ବସିଥିଲା। ଦୂରବୀନରେ ଚାହିଁଦେଲା। ପାଖ ଲୋକଙ୍କୁ ପଚାରିଲା, ଏ କ୍ୟା? ଲୋକେ କହିଲେ, ହିନ୍ଦୁ ଫକୀର ବିଜେ ହୋଇ ଆସୁଛନ୍ତି। ସାହେବ ଆଉ କ'ଣ ଚୌକିରେ ବସିବ? ନଈ କୂଳକୁ ଧାଇଁ ଆଇଲା। ମୁଣ୍ଡରୁ ଟୋପି ତଳେ ରଖି 3 ସଲାମ କଲା। କହିଲା, ହ୍ୟାଲୋ ଫକୀର, ତୁମାରା ଜମିନ ବାହାଲ। ଏ ମହନ୍ତ 1500 ବର୍ଷ ଗାଦିରେ ବସିଥିଲେ। ତାଙ୍କ ଉତ୍ତାରେ ଗାଦିରେ ବସିଲେ ଜମ୍ବୁବାନ ମହନ୍ତ ମହାରାଜ। ମନ୍ଦିର ପଛପଟରେ ଯେଉଁ 2 ଫାଙ୍କୁଡ଼ିଆ ବୁଢ଼ା ସାହାଡ଼ା ଗଛ ଦେଖୁଛ, ଏଇଟା କ'ଣ ଜାଣ? ମହନ୍ତ ଦିନେ ସାହାଡ଼ା ଦାନ୍ତକାଠିରେ ଦାନ୍ତ ଘଷୁଥିଲେ। କାଠି ଖଣ୍ଡ ଦାନ୍ତରେ ଚିରି ଜିଭ ଛେଲି ପକାଇ 2 ଖଣ୍ଡ କାଠି ଯୋଡ଼ି ମାଟିରେ ପୋତିଦେଲେ। ତା ଉପରେ ଯେମିତି ଟୋପାଏ ପାଣି ପକାଇଛନ୍ତି, ସେମିତି ଗଜାଇଗଲା। ଏଇଟା ସେଇ ଗଛ। ବର୍ତ୍ତମାନ ମହନ୍ତଙ୍କ ନାମ ବାନ୍ଦର ଦାସ ମହନ୍ତ ମହାରାଜ। ଏପରି ପୁରୁଷ କାହିଁ ଦେଖା ନାହିଁ ନଥିବ। 5 ହାତ ମର୍ଦ୍ଦ, ଗାଲ ଓଠ ଛାତିରେ ଲାଗିଯାଇଛି, ବେକ ଦିଶେ ନାହିଁ, ବାହୁ ଆଉ ଲୋକଙ୍କ ଜଙ୍ଘ ପରି ମୋଟା, ପେଟଟି ଗୋଟିଏ ଦେଶ ନୌତିଆ ଘୁମା। ଅଜଣା ଲୋକେ ଦେଖି କହିବେ, ମହନ୍ତ ଲଙ୍ଗଳା। ନାହିଁ, ଚାଖଣ୍ଡେ ଚଉଡ଼ା 1.5 ହାତ ଲମ୍ବ ଖଣ୍ଡେ କନା କୌପିନ ମାରିଥାନ୍ତି। ଜଙ୍ଘକୁ ଜଙ୍ଘ ଲାଗିଯାଇଛି, ପେଟଟି ଝୁଲି ପଡ଼ିଛି, କୌପିନ ଦିଶେ ନାହିଁ। ଏ ମହନ୍ତଙ୍କର ବି ମହିମା ଅପାର। ମନ୍ଦିରରେ ଏତେ ଖଟପଲଙ୍କ, କାହିଁରେ ଶୋଇବେ ନାହିଁ। ସବୁବେଳେ ଧୂଳିରେ ଗଡ଼ୁଥାନ୍ତି। ଦେହଯାକ ଧୂଳିଧୂସର। ସ୍ନାନ କେବେ କରନ୍ତି ନାହିଁ, ପାଣି ଛୁଅନ୍ତି ନାହିଁ। ଏଇଥିପାଇଁ ଲୋକମାନେ ମହନ୍ତ ମହାରାଜକୁ ଧୂଳିଆ ବାବା ବୋଲି ଡାକନ୍ତି। ମନ୍ଦିରରେ ଏତେ ଧନ ଦୌଲତ, ଏତେ ପିଠା ଖଜା କିଛି ଛୁଇଁବେ ନାହିଁ। 10 ସେର ନିରୁତା ଦୁଧ, ଆଉଟି 5 ସେର ରହିବ। ଅଳତା ଫଡ଼ା ପରି ଉପରେ ସର ପଡ଼ିବ। 2 ପହର ଧୂପରେ ଠାକୁରଙ୍କ କତିରେ ଭୋଗ ଲାଗେ।
ମହନ୍ତ ମହାରାଜ ତେତିକି ସେବା କରନ୍ତି। ଆଉ ତୋଳାଏ ଆପୁ ପାଏ ଗଞ୍ଜେଇ ଖଞ୍ଜା। ଦିନ ରାତି ଗଞ୍ଜେଇ ଚିଲମ ହାତରୁ ଛୁଟଣ ନଥାଏ। ଆଖି ଯୋଡ଼ିକ ସାନ ସାନ ସିନ୍ଦୁର ବିନ୍ଦୁ ପରି ଲାଲ। ସବୁବେଳେ ମିଞ୍ଜି ମିଞ୍ଜି କରି ଚାହାନ୍ତି। ତାଙ୍କ ଗଞ୍ଜେଇ ଚିଲମଟା ହାତେ ଲମ୍ବ। 10-15 ଜଣ ଭକତ ଚେଲା ସବୁବେଳେ ବେଢ଼ି ବସିଥାନ୍ତି। ଗଞ୍ଜେଇ ଟିପା କାମ 5-6 ଜଣଙ୍କ ହାତରେ ଲାଗିଥାଏ। ମନ୍ଦିରରୁ ପ୍ରସାଦ ସେବା କରି ସବୁବେଳେ ଏମାନେ ପାଖରେ ହାଜର। ଆଗ ଆଗ ମହନ୍ତ ମହାରାଜମାନଙ୍କ ମହିମା କଥା ଦେଶ ଲୋକଙ୍କୁ ଜଣା। ପୁଣି ସେ ସବୁ କଥାରେ ଭୂର୍ଯ୍ୟପତ୍ରରେ ଦେବନାଗର ଅକ୍ଷରରେ ରକ୍ତଚନ୍ଦନରେ ଲେଖା ହୋଇ ଦେଉଙ୍କ ସିଂହାସନ ତଳେ ଅଛି। ଏ ଧୂଳିଆ ବାବା ସେ ସବୁ ପଢ଼ି ଆସି ବିଶ୍ୱାସୀ ଭକ୍ତମାନଙ୍କ ପାଖରେ ଗୋପନରେ କହନ୍ତି। କେହି କେହି ଅବିଶ୍ୱାସୀ ଭକ୍ତ ଲୋକଙ୍କ ପାଖରେ ପ୍ରକାଶ କରି ପକାଏ। ଧୂଳିଆ ବାବା ସବୁଦିନେ ଚେଲାମାନଙ୍କ ଆଗରେ କହନ୍ତି, ଏହି ପୁରୀରେ ଯେ ଜଗନ୍ନାଥ ଦେଉଳ ଦେଖୁଛ, ତିଆରି ହେଲା ବାଦ ପ୍ରତିଷ୍ଠାକୁ ଅଯୋଧ୍ୟାରୁ 1008 ମୂରତି ସାଧୁ ମହନ୍ତ ଭୋଜି ଖାଇବାକୁ ଆସିଥିଲେ। ଏ ବି ସେମାନଙ୍କ ମଧ୍ୟରେ ଆସିଥିଲେ। ଚେଲାମାନଙ୍କ ଭକ୍ତି ଏଡ଼ି ନ ପାରି ରହିଯାଇଛନ୍ତି। ଆଉ ଏ ମିଛୁଆ ଦେଶଟା ଭଲ ଲାଗୁନାହିଁ। ଅଯୋଧ୍ୟା ହନୁମାନ ଗାଦିକୁ ଫେରିଯିବେ। ପ୍ରସାଦ ସେବାକାରୀ ଚେଲାମାନେ ଗୋଡ଼ ତଳେ ପଡ଼ି ରହନ୍ତି। ସେମାନଙ୍କ ଉପରେ କୃପା କରି ଧୂଳିଆ ବାବା ରହିଯାଇଛନ୍ତି। ଏପରି ଘଟଣା 100କୁ 100 ଥର ହୋଇଗଲାଣି। ମହନ୍ତଙ୍କର ଧନ ଦୌଲତ ଅମାପ। ଗାଈ ମହିଷ ପଲକୁ ପଲ, ଧାନ ଟଙ୍କାର ସୀମା ନାହିଁ। ଆୟ ଢେର। ଆୟ ମଧ୍ୟରୁ ଗୋଟିଏ ବିଶେଷ ଆୟ ଏହି, ଦେଶ ମଧ୍ୟରେ ମାଲି ମକଦ୍ଦମା ଉପସ୍ଥିତ ହେଲେ ମୁଦେଇ ମୁଦାଲା ଦୁଇ ପକ୍ଷ ପ୍ରଭୁଙ୍କ ପାଖରେ ମନାସି ଯାଆନ୍ତି। ମାମଲା ଡିକ୍ରି ହେଲେ କିଏ କେତେ ଟଙ୍କା ଦେବେ ପାଞ୍ଜିଆ ଲେଖି ରଖେ। ଯାହାର ମାମଲା ଡିକ୍ରି ହୁଏ ଜଣେ ସାଧୁଙ୍କୁ ପଠାଇ ତାଠାରୁ ଟଙ୍କା ଅସୁଲ କରାଯାଏ। ରାମ ସାହୁ ଶାମ ସାହୁ ଦୁଇ ଭାଇ। ଭାଇ ଭାଗ ବଣ୍ଟୁଆରା ପାଇଁ କଟକ ଅଦାଲତରେ ମକଦ୍ଦମା ଦାଏର ହେଲା। ରାମ ସାହୁ ପ୍ରଭୁଙ୍କଠାରେ ମନାସି ଗଲା, ମାମଲା ଡିକ୍ରି ହେଲେ କେତେ ଟଙ୍କା ଦେବ ପାଞ୍ଜିଆ ପାଖରେ ଲେଖି ଦେଇଗଲା। ଶାମ ସାହୁ ଆସେ ନାହିଁ। ବୁଝ ବୁଝ ଶାମ କ୍ୟାଁ ଆଇଲା ନାହିଁ? ଜଣେ ଚେଲା ବୁଝି ଆସି ଜଣାଇଲା, ପ୍ରଭୁ କ'ଣ କହିବି, କହିବାକୁ ଡର ମାଡ଼ୁଛି। ଆଜ୍ଞା ଶାମାର ଏଡ଼େ ବହପ। 5 ଜଣଙ୍କ ଆଗରେ ସାପ ଫିଟେଇ କହିଲା, କଳିକାଳରେ ମହନ୍ତଙ୍କ କରାମତ କାହିଁ ଯେ ମୁଁ ମନାସିବାକୁ ଯିବି। ମହନ୍ତ ତେତେବେଳେ ଗଞ୍ଜେଇ ଭିଡ଼ୁଥିଲେ। ରାଗରେ ଖୁବ୍ ବଳରେ ଚିଲମଟା ଭିଡ଼ି ନେଲେ, ଦପ୍ କରି ଜଳି ଉଠିଲା। ମହନ୍ତ ଅଳ୍ପ ଅଳ୍ପ ଭକ୍ ଭକ୍ କରି ପାଟିରୁ ଧୂଆଁ ଛାଡ଼ୁଥାନ୍ତି। କଥାଟା ଚିପି ଚିପି କହିଲେ, ଦେଖ ଚେଲାମାନେ, ଆମେ ହୁକୁମ କରିବୁ, ଏହି ଚିଲମ ନିଆଁ କଥା କହିବ। ଚେଲାମାନଙ୍କର ତ ଆନନ୍ଦର ସୀମା ନାହିଁ। ସେମାନଙ୍କର ଦୃଢ଼ ବିଶ୍ୱାସ ମହନ୍ତଙ୍କ ଆଜ୍ଞା ମେଣ୍ଟଣ ହେବାର ନୁହେଁ। ସେହି ଦିନ ମଧ୍ୟରେ ଦେଶଯାକ ହାଟ ହୋଇଗଲା। ଧୂଳିଆ ବାବାଙ୍କୁ ପ୍ରଭୁଙ୍କର ସ୍ୱପ୍ନ ହୋଇଛି। ସେ ସିଦ୍ଧ ପୁରୁଷ ହୋଇଗଲେଣି। ତାଙ୍କ ଗଞ୍ଜେଇ ଚିଲମ କଥା କହିବ। ଥୋକେ ଚେଲା ପ୍ରକାଶ କଲେ, ନାହିଁ ନାହିଁ ଚିଲମ ନୁହେଁ, ଚିଲମ ନିଆଁ କଥା କହୁଛନ୍ତି। 10 ଜଣଙ୍କୁ ଆଜ୍ଞା ହେଲା। ସେ ନିଜେ ଶୁଣି ଆସିଲା, ଆଉ ଯାଏ କାହିଁ? ତହିଁ ଆରଦିନ ସକାଳୁ ସଞ୍ଜ ଯାଏ 100କୁ 100 ଲୋକ ଧାଇଁଛନ୍ତି। କାହାକୁ ବେମାରୀ ଛାଡ଼ୁନାହିଁ, କାହାର ବଳଦ ହଜିଛି ମିଳୁନାହିଁ, କାହାର ମାମଲା ଦାଏର ଅଛି ଡିକ୍ରି ହେଉ। ଢେର ଢେର ତିରିଲା ପା ପୂଜା ପଠାଇଛନ୍ତି। ସେମାନଙ୍କର ପୁଅ ହେଉନାହିଁ। ଚିଲମ ପ୍ରଭୁ ବର ଦିଅନ୍ତୁ। ଲୋକେ ପାଦପୂଜା ଟଙ୍କା ଅଧୁଲି ଶୁକି ମହନ୍ତଙ୍କ ପାଦ ତଳେ ଦେଇ ଅଧ୍ୟା ପଡ଼ିଛନ୍ତି। ମହନ୍ତ ମହାରାଜ ଆଜ୍ଞା କଲେ, ଉଠ ଉଠ ବାବାମାନେ, ଆମେ କିଛି କହିବୁ ନାହିଁ। ଏହି ଯେ ଆମ ଗଞ୍ଜେଇ ଚିଲମରେ ଅଗ୍ନି ଦେଖୁଛ, ସେଥିରେ ଧୂନି ଥାପନା ହେବ। ସେହି ଧୂନିରେ ଅଗ୍ନି ଦେବତା ବିଜେ କରିବେ। ସମସ୍ତଙ୍କ ଗୁହାରି ଶୁଣି ବର ଦେବେ। ଆସନ୍ତା ଅଗିରା ପୁନେଇ ଦିନ ଅଗ୍ନି ଦେବତା ସ୍ୱର୍ଗରୁ ବିଜେ ହୋଇ ପୃଥିବୀରେ ଭ୍ରମଣ କରିବେ। ଆମ୍ଭଙ୍କୁ ସ୍ୱପ୍ନରେ ଆଜ୍ଞା କରିଛନ୍ତି, ଆମେ ଧୂନି ଥାପି ତାଙ୍କୁ ବିଜେ କରାଇ ରଖିବୁ। ଯାହାର ଯାହା ଗୁହାରି ଥିବ ପୂଜା ଦେଇ ଜଣାଇଲେ ତତ୍କ୍ଷଣାତ୍ ବର ମିଳିଯିବ। ପୂଜାର ବିଧାନ ସମସ୍ତଙ୍କୁ ଶୁଣାଇ ଦେଲେ ଧୂନିରେ 108 ଆହୁତି ଦିଆଯିବ। ସେଥିସକାଶେ ଖଣ୍ଡିଏ ନବବସ୍ତ୍ର, 5 ପା ଘିଅ, ପଞ୍ଚୁବର୍ଣ୍ଣୀ ଭୋଗ, ପଞ୍ଚୁବର୍ଣ୍ଣୀ ପୁଷ୍ପ, ଗାଦି ପୂଜା ଦକ୍ଷିଣା ଯାହାର ଯାହା ଶକ୍ୟ, କିନ୍ତୁ 5 ସୁକାରୁ ଊଣା ନୁହେଁ। ଅଗିରା ପୂର୍ଣ୍ଣିମା ଅଧରାତିରୁ ଧୂନି ପୂଜା ଆରମ୍ଭ ହେଲା। ମହନ୍ତ ମହାରାଜ ଆହୁତି ଦେବାରୁ ଅଗ୍ନି ଦେବତା ବିଜେ ହୋଇଗଲେ। ଧୁ ଧୁ ହୋଇ ଜଳୁଛନ୍ତି। ଯାହାର ଯାହା ପ୍ରାର୍ଥନା ହାତ ଯୋଡ଼ି ଜଣାଇଲେ ଧୂନି ଭିତରୁ ଅଗ୍ନି ଦେବତା ଗମ୍ଭୀର ସ୍ୱରରେ, ନା ହେବ,
ଏହିପରି ଆଜ୍ଞା କରୁଛନ୍ତି। ପ୍ରତ୍ୟକ୍ଷରେ ଅବିଶ୍ୱାସ କ'ଣ? ଲୋକମାନେ ଶୁଣି ତାଟକା ଭକ୍ତିରେ ଭୂଇଁରେ ପଡ଼ି ଗଡ଼ି ଯାଉଛନ୍ତି। ହରିଧ୍ୱନିରେ ମଠ ଉଛୁଳି ପଡ଼ୁଛି। ଶାମା ସାହୁ ସବୁ କଥା ଶୁଣିଲା। ଘର ମଧ୍ୟରେ ଡକା ପାରି ମୁଣ୍ଡ ବାଡ଼େଇ ହେଉଛି। ଲୋକମାନେ ଧୂନି ପୂଜା କରି ବର ଘେନି ଯାଉଛନ୍ତି। ରାମା ଭାଇ ବି ପୂଜା ଦେଇ ବର ପାଇବ। ମୋହର ସର୍ବନାଶ ହେବ। ଇଜମାଲି ଧନ ଊଣା ନୁହେଁ, ଲକ୍ଷ କରୁ ବଳି ପଡ଼ିବ। ସବୁ ରାମା ଭାଇ ଘେନିଯିବ। ମହନ୍ତ ମହାରାଜ ଖପା ହୋଇ ଆଜ୍ଞା କରିଛନ୍ତି, ଆଚ୍ଛା ସେ ତେଲି ଟୋକାକୁ ଦେଖିବୁ। ଏକଥା ଶୁଣିଲା ବେଳୁ ଶାମାର ଫାକାସି ଉଡ଼ିଗଲାଣି। କ'ଣ କରିବ? ଭାଳୁ ଭାଳୁ ଗୋଟାଏ ବୁଦ୍ଧି ଦିଶିଗଲା। ମହନ୍ତ ମହାରାଜଙ୍କ ଗଞ୍ଜେଇ ପ୍ରସାଦ ସେବକମାନଙ୍କୁ ଯାଇ ଧରିଲା। କାହାକୁ 10 କାହାକୁ 5 ଦେଇ ସମସ୍ତଙ୍କ ଗୋଡ଼ ତଳେ ପଡ଼ିଲା। ସମସ୍ତେ ଅଭୟ ଦେଇ ମହନ୍ତଙ୍କ ଗୋଡ଼ ତଳେ ପଡ଼ିବାକୁ ଉପଦେଶ ଦେଲେ। ବେଳ 6 ଘଡ଼ି। ସେବକମାନେ ବେଢ଼ି ବସିଛନ୍ତି। ମହନ୍ତ ଧୂଳିଟାରେ ବସି ଗଞ୍ଜେଇ ଭିଡ଼ୁଛନ୍ତି। ଜାଗାଟା ଧୂଆଁମୟ। ଶାମା ଛାତି ଦାଉଁ ଦାଉଁ ପଡ଼ୁଛି। ଡରି ଡରି ଯାଇ ମୁଠାଏ ଟଙ୍କା ପାଦପୂଜା ପାଇଁ ଝଣ କରି ମହନ୍ତଙ୍କ ପାଦ ତଳକୁ ଫୋପାଡ଼ି ଦେଇ ଲମ୍ବ ଲମ୍ବ ଗୋଡ଼ ତଳେ ପଡ଼ିଗଲା। ପ୍ରଭୁ, ମୁଁ ପିଲା, ମୁଁ ମହାପାପୀ, ମୋ ଅପରାଧ କ୍ଷମା କରନ୍ତୁ। ମହନ୍ତ ଆଖି ବୁଜି ବସି ଗଞ୍ଜେଇ ଭିଡ଼ୁଛନ୍ତି। କିଛି ଆଜ୍ଞା ହେଲା ନାହିଁ। ସମସ୍ତ ସେବକ ଏକାବେଳକେ ମହନ୍ତ ମହାରାଜଙ୍କ ଗୋଡ଼ ତଳେ ପଡ଼ି ପ୍ରାର୍ଥନା କଲେ, ହେ ମହାପ୍ରଭୁ, ଆମ୍ଭେମାନେ ମହାପାପିଷ୍ଠ ଅପରାଧୀ। ପ୍ରଭୁ କ୍ଷମା ନ କଲେ ଆଉ କିଏ ଜଗତରେ ଅଛି? ଦୟାମୟ ପ୍ରଭୁ ଏକାବେଳକେ ଆଜ୍ଞା କଲେ, ଯାଅ ବେଟା, ପୂଜା ଲେ ଆଓ। ଶାମା ସାହୁର ଆନନ୍ଦର ସୀମା ନାହିଁ। ପୂଜା ଆୟୋଜନରେ ଧାଇଁଛି। ଯେଡ଼େ ମହାଜନ, ପୂଜା ଆୟୋଜନ ସେହିପରି। ଘିଅ 5 ଜାଗାରେ 5 ସର। ଆଉ ସରଞ୍ଜାମ ତ ମାଫିକେ। ସମସ୍ତେ ଖଣ୍ଡେ ଖଣ୍ଡେ ସୂତା ଶାଢ଼ୀ ଆହୁତି ଦିଅନ୍ତି। ଶାମା ସାହୁ କୁମ୍ଭକର୍ଣ୍ଣୀ କିନାରୀ ସଚ୍ଚା ଜରି ମୁହୁଣ୍ଡା ଖଣ୍ଡେ ବରମପୁରୀ ପାଟ ଶାଢ଼ୀ ଆହୁତି ଦେବା ଲାଗି ଆଣିଛି। ଶାମା ସାହୁର ଭାରି ବଡ଼ ପୂଜା ହେବ। ଗାଁରେ ସେ 2 ଭାଇ ବଡ଼ ଟାଣୁଆ ମହାଜନ। ଅଗ୍ନିଦେବ ତାକୁ କି ବର ଦେବେ ଶୁଣିବା ପାଇଁ ଆଖପାଖ 5 ଖଣ୍ଡ ଗାଁରୁ ମଣିଷ ଧାଇଛନ୍ତି। ଊଣା ଅଧିକ 500 ଲୋକ ଜମା ହୋଇଗଲେଣି। ବେଢ଼ା ଭିତରେ ଜାଗା ନାହିଁ। ମନ୍ଦିର ବେଢ଼ା ପାଚେରୀ ଲଗା ଧାଡ଼ିଏ ଘର ଅଛି। ଗୋଟାଏ ଘରେ ମେଳା ମହୋତ୍ସବରେ ପିଠା ଖଜା ତିଆରି ହୁଏ। ତା ପାଖଟା ସରଘର। ସେହି ପିଠା ତିଆରି ଘରେ ଧୂନି ଥାପନା ହୋଇଛନ୍ତି। ରାତି ଅନ୍ଦାଜ 6 ଘଡ଼ି ସମୟରେ ମହନ୍ତ ମହାରାଜ ମନ୍ଦିର ପାଖ ଗମ୍ଭୀରିରୁ ବାହାରିଲେ। ଆଜି ପ୍ରଭୁଙ୍କ ମନରେ ଭାରି ଆନନ୍ଦ। ଅନେକ ଟଙ୍କା ରୋଜଗାର ମାମଲା। ତୋଳାଏ ଆପୁ ଉପରେ ସଞ୍ଜବେଳେ ଆହୁରି ତୋଳାଏ ପକାଇଛନ୍ତି। ଗଞ୍ଜେଇ ବି ବେଶୀ କରି ଭିଡ଼ିଛନ୍ତି। ଚାଲିବା ବେଳେ ଗୋଡ଼ ଟଳି ଯାଉଛି। 4 ଜଣ ଚେଲା ଧରାଧରି କରି ନେଉଛନ୍ତି। ମହନ୍ତ ବାବାଙ୍କୁ ଦର୍ଶନ କରି ସମସ୍ତ ଦେଖଣାହାରୀ ହରିବୋଲ ପକାଇ ଗୋଡ଼ ତଳେ ପଡ଼ିଗଲେ। ପୂଜା ଆରମ୍ଭ ହେଲା। 5 ସେର ଘିଅ ଆହୁତି। ଖୁବ୍ ମୋଟା ମୋଟା ଢେର ଗୁଡ଼ାଏ କାଠ ଧୂନିରେ ଲଦିଦେଲେ। ଆହୁତି ପାଇ 4 ହାତ ଉଚ୍ଚ ଶିଖା ଟେକି ନିଆଁ ଧୁ ଧୁ ଜଳୁଛି। ଘର ଭିତରେ ମହନ୍ତ ଏକାକୀ। ପ୍ରଭୁଙ୍କର ସେହିପରି ମହିମା। ନୋହିଲେ ନିଆଁ ତେଜରେ ଆଉ କିଏ ସେ ଘରେ ପଶିପାରିବ? ଶାମା ସାହୁ ବେକରେ ପଟକା ପକାଇ ହାତ ଯୋଡ଼ି ଦୁଆର ବନ୍ଧ ବାହାରେ ଛିଡ଼ା ହୋଇ ଧୂନି ମହାପ୍ରଭୁଙ୍କୁ ଅନାଇ ପ୍ରାର୍ଥନା କରୁଛି। ମହନ୍ତ ଆଖି ବୁଜି ଖୁବ୍ ପାଟି କରି ପ୍ରାର୍ଥନା କଲେ, ଧୂନିଜୀ, ଶାମା ବେଟାକୁ ବର ଦିଅ, ବର ଦିଅ, ବର ଦିଅ, ତା ମାମଲା ଫତେ ହେଉ। ଧୂନି କିଛି ଜବାବ ଦେଲେ ନାହିଁ। ମହନ୍ତ ଆପଣାର କରାମତ ଲୋକଙ୍କୁ ଦେଖାଇବା ପାଇଁ ଛିଡ଼ା ହୋଇଗଲେ। ହାତରେ ଯେଉଁ 10 ସେରିଆ ଲୁହା ଚିମୁଟା ଥିଲା, ଖୁବ୍ ବଳରେ ପାହାରେ ବାଡ଼େଇଲେ। ଭୁସ୍ କରି ଭାରି ଗୋଟାଏ ଶବ୍ଦ ହେଲା। ଶାମା ସାହୁ ଚମକି ପଡ଼ି ଅନାଇଲା। ଘର ଭିତରେ ଛାତିଏ ଗହୀର ଗୋଟାଏ ଗାତ। ଗାତ ଅଧାଅଧି ପୂରା ନିଆଁ ଜଳୁଛି। ତା ମଧ୍ୟରେ 2 ଜଣ ଲୋକ ଭାରି ଗୋଟାଏ ଧରାପରା ଲାଗିଛନ୍ତି। ଶାମା ପ୍ରଥମରେ କିଛି ବୁଝିପାରିଲା ନାହିଁ। ମୁହୂର୍ତ୍ତକ ବାଦ ଭକ୍ତି ବଳରେ ବୁଝିଗଲା, ଧୂନି ଦେବତା ଦେହ ଧରି ବିରାଜମାନ ହୋଇଗଲେଣି। ମହନ୍ତଙ୍କ ସଙ୍ଗରେ କୋଳାକଳି କରୁଛନ୍ତି। ତାହାର ଭାଗ୍ୟ ଫିଟିଲା, ବର ମିଳିଯିବ। ମୁହୂର୍ତ୍ତକ ମଧ୍ୟରେ ଏତେ କଥା ବୁଝିନେଲା। ଖୁବ୍ ପାଟି କରି ହରିବୋଲ ପକାଇ କହିଲା, ଧୂନି ଦେବତା ରୂପ ଧରି ବିଜେ ହେଲେଣି। ଯେତେ ଲୋକ ଥିଲେ ଆନନ୍ଦରେ ହରିବୋଲ ପକାଉଛନ୍ତି। ମନ୍ଦିରରୁ ଘଣ୍ଟ କାହାଳି ଝାଞ୍ଜ ବାଜୁଛି। ସମୁଦ୍ର ଗର୍ଜନ ପରି ଶବ୍ଦ ଉଠୁଛି। ଅଗ୍ନି ଦେବତାଙ୍କୁ ଦର୍ଶନ କରିବାକୁ ଲୋକେ ଧାଇଁଲେ। ଗୋଟିଏ ବୋଲି ଦୁଆର। ଘର ଭିତରଟା ଧୂଆଁରେ ପୂରିଛି। ଦୁଆର ପାଖରେ ଧରାପରା ହୋଇ କେତେ ଲୋକ ମଡ଼ା ଦଳାରେ ଆଣ୍ଠୁ ଛିଡ଼ି ଘାଉଲା ହୋଇଗଲେଣି। ପହରେ ବିତିଗଲାଣି। ଲୋକେ ନାଚି କୁଦି ହରିବୋଲ ଦେଇ ହାଲିଆ ହୋଇପଡ଼ିଲେଣି।
ଏ କ'ଣ? ମଡ଼ା ପୋଡ଼ାର ଉତ୍କଟ ଗନ୍ଧ, ଲୋକେ ନାକରେ ଲୁଗା ଜାକୁଛନ୍ତି। କେତେଜଣ ଜଣାଶୁଣା ଲୋକ ଦୁଆର ପାଖକୁ ଯାଇ ଭଲ କରି ଅନାଇଲେ। ଆରେ ଅନନ୍ତ ମହାରାଜ ପୋଡ଼ି ମଲେଣି ରେ। ବାଜେ ଲୋକ ବୁଝିଲେ ଅଗ୍ନିଦେବତା ବିଜେ ହୋଇ ମହନ୍ତ ବାବାଙ୍କୁ ଖାଇଗଲେଣି। କାଳେ ଧାଇଁ ଆସି ଆଉ ସମସ୍ତଙ୍କୁ ଖାଇଯିବେ। ପଳା 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 ଉଠି ଗୋଟାକ ଉପରେ ଗୋଟାଏ ପଡ଼ି ଧାଇଁଛନ୍ତି। ଶେଷକୁ ମନ୍ଦିରର ପୂଜାହାରୀ ଟହଲିଆ ଚାକରମାନେ ବି ଛାଡ଼ି ପଳାଇଲେଣି। ଦଣ୍ଡକ ମଧ୍ୟରେ ଏଡ଼େ ମନ୍ଦିରଟା ନିଶୁନ। ଖାଲି ଧୁନି ଘରୁ ପଡ଼ ପଡ଼ ଶବ୍ଦ ଶୁଭୁଛି, ଦୁର୍ଗନ୍ଧ ବାହାରୁଛି। ଦେଗାଁ ପାଖକୁ ଗୋପାଳପୁର ସରକାରୀ ଥାନା ପୁରା 2.5 କୋଶ ବାଟ। ସକାଳୁ ସକାଳୁ ସେଠାରେ ଖବର ପହଞ୍ଚିଲା। ଦାରୋଗା ସାହେବ 5-6 ଜଣ ବରକନ୍ଦାଜ, 8-10 ଜଣ ଚୌକିଦାର ଧରି ଧାଇଁଲେ। ଢେର ଦିନ ତଳ କଥା, ତେତେବେଳେ କନଷ୍ଟେବଳ ନଥିଲେ। ଦାରୋଗା ପହଞ୍ଚି ଦେଖିଲେ ମନ୍ଦିର ତ ମନ୍ଦିର, ଗାଁ ଗୋଟାକରେ ଜଣେ ମଣିଷ ବି ନାହିଁ। ସମସ୍ତଙ୍କ ଘରେ ତାଟି କବାଟ ବନ୍ଦ। ଚୌକିଆମାନେ ବହୁତ ଡକାହାକା କରିବାରେ ଭିତରୁ ମାଇକିନିଆମାନେ ଜବାବ ଦେଲେ ପୁରୁଷ କେହି ଘରେ ନାହିଁ। କେହି ଖୋଜି, କେହି ଯାଇଛି କୁଣିଆ ଘର, କେହି ଜାତିଆଣ ଭୋଜି ଖାଇ, ଢେର ଲୋକ ଯାଇଛନ୍ତି କଟକ ମାମଲାରେ। ବହୁତ ଖୋଜ ତଲାସରେ ମନ୍ଦିର ପୂଜାହାରୀ ଆଉ କେତେଜଣ ଚାକର ବାହାରିଲେ। ଦାରୋଗା ସରଜମିନ ତଦାରଖ କରି ବୁଝିଲେ ଯେ ସରଘର ଭିତରୁ ଧୁନି ମଝି ଯାଏ ମନୁଷ୍ୟ ଗୋଟାଏ ଗଳି ଯିବା ଭଳି ବିଲ ଖୋଳା ଯାଇଛି। ଧୁନି ତଳେ 2.5 ହାତ ଲମ୍ବା ଚଉଡ଼ା, 2.5 ହାତ ଗହୀର ଗୋଟାଏ ଗହିଡ଼ା ଖୋଳା ହୋଇଛି। ତା ଉପରେ ଚାଖଣ୍ଡେ ମୋଟା ମାତ୍ର ମାଟି ଅଛି। ସେହି ମାଟି ଉପରେ ଧୁନି ଜଳେ। ସେ ଘର ଭିତରୁ ବିଲ ବାଟରେ ମଣିଷ ଗଳି ଆସି ଧୁନି ତଳେ ବସିଥାଏ। ମହନ୍ତ କିଛି ପଚାରିଲେ ଲୋକଟା ଭିତରୁ ଜବାବ ଦିଏ। ଘଟଣା ରାତ୍ରିରେ ଗୋଟାଏ ଗଞ୍ଜଡ଼ି ଚେଲା ଧୁନି ତଳେ ବସିଥିଲା। ତା ନାମ ହୁଣ୍ଡା ଦାସ। ସେଦିନ ମହନ୍ତଙ୍କ ଭାରି ନିଶାରେ ଜ୍ଞାନ ଲୋପ ହୋଇଥିଲା। ଲାଶ ଭାରି ମଣିଷ, ଭାରି ଚିମୁଟାରେ ଖୁବ୍ ବଳରେ ପାହାରେ ମାରିଦେବାରୁ ଉପରର ମାଟି ଆଉ ନିଆଁ ସବୁ ଗାତରେ ପଡ଼ିଗଲା। 2ଟା ଲୋକ ଧରାପରା ହୋଇ ପୋଡ଼ି ମଲେ। ବାହାରେ ବଡ଼ ଗୋଳମାଳ ହେଉଥିବାରୁ ସେମାନଙ୍କ ଆକୁଳ ଚିତ୍କାର କେହି ଶୁଣିପାରିଲେ ନାହିଁ। ଦାରୋଗା ସାହେବ ରିପୋର୍ଟ ଲେଖି ମାଇନା ସକାଶେ ଅଧପୋଡ଼ା ଲାଶ ଯୋଡ଼ାକ ସଦରକୁ ପଠାଇଦେଲେ। ସମାପ୍ତ।